ଟୋକାଟାକୁ ଡାକିଲି ଆ ଟିକେ ତୋ ସାଙ୍ଗରେ ଅର୍ଜେଣ୍ଟ କଥା ଅଛି। ଏଇ ଘରେ ସେ ବୋଉଟା ଅଛି, ତା ଆଗରେ ତା କଥାଟା କହିହେବନି। ଦେଖୁନ ଘଣ୍ଟାଏ ହେଲାଣି ମୁଁ ଏଠି ଏପଟ ସେପଟ ହେଉଛି, ତାର ଆସିବା ନା ଗନ୍ଧ ନାହିଁ। କୁଆଡ଼େ ଗଲା ଟୋକାଟା? ଓହୋ ଏଇ ଜାଗାଟା ମିଠା ତ ବସ। ସେଇ କନିଆ ତତେ ମୁଁ ଘଣ୍ଟାଏ ହେଲା ଏଠି ଅପେକ୍ଷା କରିଛି, କେତେବେଳୁ ଖବର ଦେଇକି ଆଇଲିଣି କହିଲି? ଘରେ କଥା ହେଇପାରିବା? ଆରେ ଘରେ ବା ବୋଉଟା ଅଛି, ସିଏ ଶୁଣିଲେ ଗେଜେ ଗେଜେ ହବ। ବୋଉଟା ଅଛି? ହଁ। ହଉ କହିଲ କ'ଣ କ'ଣ ଅଛି କହିଲ? ଆରେ ତୋ ବଡ଼ ଭାଇ ହଁ ସେ ଫୋନ କରିଥିଲା, ହଁ। ସେଠି ସେ କ'ଣ ଆସିକିନି ଗାଁରେ ମାସେଟେ ରହିବ। ଗାଁରେ ରହିବ? ହଁ ହଁ। କାହିଁକି କ'ଣ ଲାଗି? ଆରେ ସେ ଟାଉନରେ ଗ୍ୟାସ୍ ଫ୍ୟାସ୍ ରେଟ୍ ସବୁ ବଢ଼ିଯାଇଛି, ତାକୁ ଭାରି ଅସୁବିଧା ହେଉଛି। 3-4 ଜଣ ହେଲେ ଅସୁବିଧା ହେଉଛି, ସେ ସେଇଥିପାଇଁ କହିଲା ମୁଁ ଫ୍ୟାମିଲି ନେଇକି ଯିବି ଆଉ ମାସେଟେ ରହିବି। ନାଇଁ ଟାଉନରେ ଗ୍ୟାସ୍ ରେଟ୍ ବଢ଼ିଛି ଆଉ ଗାଁରେ ବଢ଼ିନି କ'ଣ? ଆଉ ଗ୍ୟାସ୍ ରେଟ୍ ସବୁଆଡ଼େ ବଢ଼ିଛି ନା ନାଇଁ? ଓହୋ, ଆମ ବାରିରେ ଯେତିକି ଜାଳ ଅଛି ଆମର ଗ୍ୟାସ୍ ନ ଆଣିଲେ ବି ଆମେ ଚଳିଯିବା। ନା ନାଇଁ ଯେତେବେଳେ ଆମର ସବୁ ସୁବିଧା ଥିଲା, ତାର ବି ସୁବିଧା ଥିଲା, 2 ପଇସା ଭଲ ପଇସା ଇନକମ୍ କରୁଥିଲା, ସେତେବେଳେ କ'ଣ ସେ ତମ କଥା ପଚାରୁଥିଲା ନା ଭଲ ମନ୍ଦରେ ଆସି ଠିଆ ହେଉଥିଲା? ଏବେ ତମ ଦେହଟା ଖରାପ ଥିଲା, ତାକୁ ଫୋନ୍ କରି କରି ରଖିଲୁ, ସେ ଆସିଲାନି। ଓହୋ, ଆଉ କ'ଣ ପୁଅଟା ମୁଁ ଫୋପାଡ଼ି ଦେବି? ହଁ, ସେଇଥିପାଇଁ ମୁଁ କହିଲି ତୋ ସାଙ୍ଗରେ ଟିକେ କଥା ହେଇଗଲେ ତାପରେ ତାକୁ କହିକି ଡକେଇ ଦେବି ଆଉ। ନା ନାଇଁ କାହିଁ କଥା କ'ଣ ତମେ ଡାଇରେକ୍ଟ ମନା କରିଦଉନା, ସେ କାହିଁକି ଆସିବ? ମନା କେମିତି କରିବି କହିବି? ତାର ବି 2ଟା ଛୁଆ, ସେ ଆସିକି ମାସେ ରହିକି ଯାଉ। ନା ନାଇଁ ଆମର ତ ଘର ଖାଲି ପଡ଼ିଛି। ନାଇଁ ଯେତେବେଳେ ଅଲଗା ଟାଇମ୍ରେ ଯେତେବେଳେ 2 ପଇସା ଭଲ ପଇସା ଇନକମ୍ କରୁଥିଲା, ସେତେବେଳେ ସେ ଆମକୁ ପଚାରୁଥିଲା? ଏଇ କୋଭିଡ୍ ବେଳେ ଆମେ ଯେଉଁ ଅସୁବିଧାରେ ଚଳୁଥିଲୁ, ସେତେବେଳେ ଆମେ ସେ ପଚାରୁଥିଲା? ଆରେ କ'ଣ ହେଇଛି ବାପ ପୁଅ ବସିକି ଏଠି ଖେମଟା ଖେମଟି ହଉଛ? ଆରେ କେମିତି ହେବିନି? ଆଉ ଦେଖୁନା ଭାଇଟା ଆମର ସେ ବାହାରେ ରହୁଛି ହେଲା, ସେ 2 ପଇସା ଭଲ ସେ କମଉଛି। ଏ ଯେ ବା ଭୁବନେଶ୍ୱରରେ କ'ଣ ଘର ଫର କରିକି ରହିଥିଲେ? ହଁ ସେ ପିଲା ଛୁଆ ସବୁ ସେଠି ପଢୁଛନ୍ତି, ସେ ସବୁ ରହୁଛନ୍ତି। ଏଇ ଯୋଉ ଗ୍ୟାସ୍ ଦର ବଢ଼ିଯାଏ, ତମେ ରୁହ ଟିକେ, ହଁ। ତମେ ରୁହ। ଆ ରହୁନୁ ମଉସା କହୁଛନ୍ତି ମୁଁ କହୁ ଶୁଣୁ, ବାପାଙ୍କ କହିବା କଥା ବର୍ତ୍ତମାନ ଯୋଉ ଗ୍ୟାସ୍ ରେଟ୍ ବଢିଗଲା, ଭଲ ମନ୍ଦ ତାର ଅସୁବିଧା, ସିଏ ଆମ ଘରେ ଆସି ରହିବ। ତୁ କାହିଁ ଘରେ ରହିବୁ? ତୁ ଯେତେବେଳେ ସୁବିଧା ଟାଇମ୍ରେ ରହି ଭୁବନେଶ୍ୱରରେ ତୋ ପିଲା ସହିତ ରହୁଛୁ, ଏବେ କାହିଁ ଆମ ଘରକୁ ଆସିବୁ? ଆମକୁ ପିଲା ତୁ ଦଉଛୁ? ସେଇ ବାପା ନା ସେ ଆମ ଯୋଉ ଜମି ବାଡ଼ି ଧାନ ମୁଗ ଯାହା ହଉଛି ତା ପାଖକୁ ତ ଆମେ କେତେବେଳେ ଗଣ୍ଡା ପଠଉନୁ। ଯଦି ପିଲାଟା କହୁଛି ଆସିକି ମାସେ ନାଇଁ ନାଇଁ, ଏଇ ରହିବ, ଯୋଉ କହିଲ ଜମି ବାଡ଼ି ହଉଛି ତମେ ପଠଉନ, ଏଇ ଯେ ରୁଆ ପୋତା ହଉଛି ସିଏ କ'ଣ ତମକୁ 10,000 କି 15,000 ଦଉଛି? ଆରେ ମୁଗ ହଳ ପଇସା ଏପର୍ଯ୍ୟନ୍ତ ଦିଆ ହେଲାଣି? ଟାଉନରେ ସବୁ ରେଟ୍, ସିଏ ସେଠି ଚଳିବ ପୁଣି ସବୁ ମଉସା କିଣାକିଣି ତମର କରିବ। ଗୋଟେ ବୁଝିବା ଭାରି ଭୁଲ ତମର ହଉଛି। ଆଉ ବୁଝାନି। ଏଇ କୋରୋନା ବେଳେ ସେମିତି ଆସିଲେ 5-6 ମାସ ଘରେ ରହିଲେ। ଆରେ ମୁଁ ବା ତୋଠୁ 5,000 ଟଙ୍କା ଧାର ଆଣିକିନା ମୁଁ କହୁନୁ ସେ ବାପାଙ୍କୁ। ନାଇଁ ନାଇଁ, ଯେତେବେଳେ ତମେ ସେମାନେ ତ ପଇସା ଭଲ କମଉଛନ୍ତି, 1,00,000-2 ଟଙ୍କା ଦରମା ପାଉଛନ୍ତି। ହଁ ହଁ, କାହିଁ ଯେତେବେଳେ ଦରମା ଭଲ ପାଉଛନ୍ତି ସେତେବେଳେ ତ କହୁନ ମାସେ ଘରେ 15 ଦିନ ଘରେ ମନ ପଡୁଛି ଯେ ଘରେ ମୋର ବାପାଟା ଅଛି କି ଭାଇଟେ ଅଛି କି ମାଟେ ଅଛି। ଟଙ୍କା 500 ପଠାଇଦିଏ, ସିଏ ଆଗକୁ ଖର୍ଚ୍ଚ କରିବ। ଆଗରୁ ଆଗ ତମେ ମଲେ ସେ ଖର୍ଚ୍ଚ କରିବ? ସୁଧିରେ। ହଁ, ତମେ ଗୋଟା ସବୁବେଳେ ଗୋଟା ଘୋରଉଛ। ଆଉ ଯେତେବେଳେ ଅସୁବିଧା ପଡୁଛି ସେତେବେଳେ ଗାଁ କଥା ମନେ ପଡୁଛି, ବାପା କଥା ମନେ ପଡୁଛି, ଭାଇ କଥା ମନେ ପଡୁଛି। ସୁବିଧା ବେଳେ କାହା କଥା ମନେ ମନେ ପଡୁଛି? ପଡୁନି ଆଉ। ଆଚ୍ଛା ଏଇ କଥାଟା ଘରେ କଥା ହେଇହବ? ଆରେ ଘରେ ତା ବୋଉଟା ଅଛି, ସିଏ ଶୁଣିଲେ ପୁରା ଗେଜେ ଗେଜେ ହବ ଯେ ମାନେ ଘରେ ଡିଷ୍ଟର୍ବାନ୍ସ କିଏ କରୁଛି? ମୁଁ କରୁଛି ନା ବାପା କରୁଛି ନା ବୋଉ କରୁଛି? ଟପିକଟା କରୁଛି। ଆଉ ଯୋଉ ଛାଡ ଏଇଟା ଯୋଉ ହାଟ ମଝିରେ ବ୍ରହ୍ମଜ୍ଞାନ ଏସବୁ ଜିନିଷ ଏଠି ଆଲୋଚନା କର, ତମ ଘର କଥା ଘରେ ଆଲୋଚନା କରିବ ନା। ଆଉ ମୁଁ ତାକୁ ନହେଲେ ଯାଇ ଫୋନ କରି ମନା କରିଦଉଛି। ଏ ମନା କରିଦବ ଭାଇ, ତୋ ସାନ ନାଇଁ ଭାଇ ନାଇଁ, ମନା ଆଉ କଲା ସେ ଆଉ ତ କହିସାଇଲାଣି। ଆଉ ତମେ ଗୋଟେ କାମ କର, ସେ ଘର ସଫା କରିଦେ, ସେ ଭାଇ ଆଜି ରହୁ ମାସେ, ଆଉ କ'ଣ କରିବ? ମୁଁ କର ଏ ପାଇଁ ମନା କରୁଛି। ମୋ କହିବା କଥା ତୋର ଅସୁବିଧା ଟାଇମରେ ତୁ ଆମ ଘର ଆଡକୁ ମୁହଁ ତାକୁ ସେଇ କଥା ବୁଝେଇ କହିବ। ଆଉ ଯେତେବେଳେ ସୁବିଧା କରୁଛି, ଯେତେବେଳେ ଆମର ଅସୁବିଧା କରୁଛି, ତ ଏଇ ବାପାଙ୍କ ଦେହଟା ଖରାପ ହେଲା, ମେଡ଼ିକାଲ ଦଶ ତୋଠୁ ପଇସା ଆଣିଛି ଏପର୍ଯ୍ୟନ୍ତ ମୁଁ ଶୁଝିନି, କୋଉଠି ପଚାରୁଛୁ? ଆରେ କୋଉଠି ଧାର ଉଧାର କରୁଛୁ କି କ'ଣ ଭଲ ମନ୍ଦ ପଚାରୁଛୁ? ମଜା ତମର ଏଇ ଯୋଉ କୁକୁର ହାତଟା ଲାଗିଥିଲା କାମ ଦଉଛି ନା? ହଁ ହଁ ବାପା, ସେ ଦୁକୁ ଦୁକୁ ହେଇକି ଚାଲୁଛି ଆଉ।